मंगल्य शिवे सर्वार्थ साधिके शरणे त्र्यंबके गौरी नारायणी नमस्तुते। एठी रावण देहरे निया लोगो थैबा प्रत्येक मनीष गोटाए गोटाए रावण एठी हरे कृष्ण नाम जपी संकीर्तन करुथिबा प्रत्येक मनीष गोटाए गोटाए कंस इसकले विस्मिले सत कहिले मृत्यु मिछ कहिले साला नसीब खराब। ସେଇଥିପାଇଁ शैतान पूजा करने को पड़े। जय शैतान देव प्रेम से बोलो। मनीष कंस गुड़ा बेसी विदेशी नुह मु खांटी देसी मुझी ए सुवर्ण कटकर युवराज नाटा होची मोर दुर्योधन मंगलराज। सुवर्ण नगर प्रजार ईश्वर रानी मुक्ता देई जहार सुवर्ण नगर प्रजार ईश्वर रानी मुक्ता देई जहार सुवर्ण नगर प्रचार ईश्वर रानी मुक्ता देही जहार दुर्योधन अटे नामटी मोहर दुर्योधन अटे नामटी मोहर युवराज पणे अधिकार सुवर्ण नगर प्रचार ईश्वर रानी मुक्ता देई जहार। सुवर्ण कटकर दुर्दांत खलनायक नाटा हो दुर्योधन मंगलराज। राहुग्रस्त जेने इंदुमती इंदु मार्जन करई इंदुर राहुग्रस्त जेने इंदुमती इंदु मार्जन करई इंदुर नकुल विनाशी चेन से भुजंग नकुल विनाशी चेन से भुजंग दिवस को नस अंधार सुवर्ण नगर प्रचार ईश्वर रानी मुक्ता देई जहार। सुवर्ण कटकर युवराज अर्थात राजार कनिष्ठ भाई राजार सान भाई अटे मो। मामो आपण हठात ओ पाखरे आउ एते हरबर है
ଆସୁଛ କାହିଁକି ମାମୁ? तो जानिबाकु चाहछु ना? ହଁ ମାମୁ, ମୁଁ ଆପଣଙ୍କର ଆସିବାର କାରଣଟା ଜାଣିବାକୁ ଚାହୁଁଛି ମାମୁ। आसीबा कारण होछि कहछि सुन रे भणजा। ହଁ ମାମୁ ଶୁଣୁଛି ମାମୁ। ओ जाइथली सुवर्णपुर राजउवासकु। ଆଉ ତାପରେ ताहा मु सुवर्णपुर राज्य रे जहाँ मु देखिकी आसीछि पूरा पूरा तो पाई अमंगल रे भणजा। କଣ କହିଲା ମାମୁ? ମୋ ପାଇଁ ଅମଙ୍ଗଳ? କଣ ଘଟଣାଟା ଘଟିଗଲା ଯେ ମୋ ପାଇଁ ଅମଙ୍ଗଳ ହେଇଯାଇଛି ମାମୁ? अमंगल घटना तो शुणिबाकु चाहछु रे भणजा। ହଁ ମାମୁ। तो जेते खुशी रे नाची उठुछि ना एते तोते दुख लागी जीव। କଣ କହିଲ? ସେଇ ଖବର ଶୁଣିଲା ପରେ पूरा दुख है जीव। ମୁଁ ଦୁଃଖିତ ହେଇଯିବି। ମାମୁ ଆଉ ଧୈର୍ଯ୍ୟ ଧରି ପାରିବି ନା। କଣ ହେଇଛି କଣ ହେଇଛି ସେ କଥାଟା ଶୀଘ୍ର ପ୍ରକାଶ କର ମାମୁ। एबे मानो ध्यान दे कि सुनी जा रे भणजा। ଶୁଣୁଛେ ମାମୁ। सुन मो प्रिय भणजा रे जहाँ कोणर सुनिली आजी। सुन मो प्रिय भणजा रे सुन मो प्रिय भणजा रे जहाँ कोणर सुनिली आजी। सुन मो प्रिय भणजा रे। अरे जा मारो ध्यान दे कि सुनी जा। ଶୁଣୁଛି ମାମୁ। सकालु सकालु राजौआ सकु सकालु सकालु भ्रमे आसुतिली मोहि। अरे जा ଶୁଣୁଛି ମାମୁ। राजौआ सकु सकालु सकालु भ्रमे आसुतिली मोहि। ଆଗକୁ କଣ ହେଇଛି ମାମୁ? राजा रानी तू है कथा है उतिले। राजा रानी तू है कथा है उतिले। କଣ କଥା ହୋଇଥିଲେ ମାମୁ? सुनिली मु गोपन रे सुन मो प्रिय भणजा रे कोणर सुनिली आजी। सुन मो प्रिय भणजा रे। କଣ ଘଟଣାଟା ଘଟିଛି ମାମୁ? ହେ ମାମୁ, ଆପଣ କଥାକୁ ଏମିତି ବଙ୍କାଇ ବଙ୍କାଇ କହିଲେ ମୁଁ କେମିତି ବୁଝିବି ମାମୁ? ସିଧା ସଳଖରେ କହ ମାମୁ, ଘଟଣାଟା କଣ ଘଟିଛି ମାମୁ? से कथा को सुनी व्यथा हुए सिर कहिबी मुकी भाषा रे भणजा रे। से कथा को
রাজা সিংহাসন সুবর্ণ মুকুট রাজা সিংহাসন সুবর্ণ মুকুট দেবে প্রমোদ হস্তরে শুণ ମୋ ପ୍ରିୟ ବଳଜାରେ ଯାହା କଳରେ ଶୁଣିଲି ଆଜ ଶୁଣ ମୋ ପ୍ରିୟ ବଳଜାରେ ହେ ମାମୁଁ କଣ କହିଲ ରାଜ ସିଂହାସନ ଆଉ ରାଜ ମୁକୁଟଟା ମୋ ବଡ଼ ଭାଇର ଜ୍ୟେଷ୍ଠ ପୁତ୍ର ପ୍ରମୋଦକୁ ଦିଆଯିବ ମାମୁଁ ଆରେ ବଳଜା ତୁ ଠିକ୍ ଶୁଣିଛୁ ଏଥିରେ ଏଥିରେ ଦୁଃଖର ଖବର ପୁଣି କଣ ଆରେ ମାମୁଁ ଭଲ ହେଇଛି ମୋ ପୁଅ ପ୍ରମୋଦ ସେଇ ପୁଣି ରାଜ ସିଂହାସନରେ ଆରୋହଣ କରି ରାଜା ହବ ଏଟା ତ ମୋ ପାଇଁ ଖୁସିର ଖବର ମାମୁଁ ଖୁସିର ଖବର ଆଉ ଆପଣ କହୁଛନ୍ତି ଦୁଃଖର ଖବର ନାଇଁ ମାମୁଁ ନାଇଁ 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 ପୁରା ପୁରା ଦୁଃଖୀର ଖବରରେ ଭଣଜା କାହିଁକି ନା ନେତ୍ର ଭାନୁ କଣ କୁଟ ଚକ୍ରାନ୍ତ କରିବାକୁ ଚାହୁଁଛି ତୁ ଏ ପର୍ଯ୍ୟନ୍ତ ଜାଣିନୁ ଏ ମାମୁଁ ମୋ ବଡ଼ ଭାଇ ପ୍ରତି ଯଦି ଆଉ ଗୋଟାଏ ଶବ୍ଦ ବାହାର କରିବୁ ନା ସତ କହୁଛି ତୋତେ ଜୀବନରୁ ଶେଷ କରିଦେବି କାହିଁକି ନା ମୋ ବଡ଼ ଭାଇ ଅଛି ମୋ ବାପା ସମାନ ଆଉ ମୋ ବାପା ମୁଁ ଯଦି ଅପଶବ୍ଦ କହିବୁ ନା ଏମିତି ଅବସ୍ଥା କରିବି ଜୀବନରେ ଭୁଲି ପାରିବୁନି ମାମୁଁ ତୁ ତ ମୋ କଥାକୁ କିଛି ବୁଝି ନା ରେ ଭଣଜା ତୋତେ ଏ ସୁବର୍ଣ୍ଣପୁରର ରାଜ ମୁକୁଟଟା ତୋ ହାତରେ ନ ଦେବା ଅର୍ଥ କଣ ତୁ ଜାଣିଛୁ ଆରେ ମାମୁଁ ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିଛି ମୁଁ ହଉଛି ରାଜାର କନିଷ୍ଠ ଭାଇ ବଡ଼ ଭାଇ ଥାଉ ଥାଉ କଣ ସାନ ଭାଇକୁ ରାଜ ସିଂହାସନ ଦବ ଅଧିକାର ନାହିଁ ମୋର ମାମୁଁ ତୋର ଅଧିକାର ଅଛି ରେ ଭଣଜା ତୁ କିଛି ବୁଝି ନାହ ମୁଁ ତୋତେ ଗୁପ୍ତ କଥା କହୁଛି ଶୁଣି ଯା କଣ କହିଲ ଗୁପ୍ତ କଥାଟା କହିବି ଗୁପ୍ତ କଥା ହଁ ଗୁପ୍ତ କଥା ପୁଣି କଣ ମାମୁଁ ସେ ଗୁପ୍ତ କଥା ହେଉଛି ରେ ଭଣଜା ତୋତେ ରାଜ ସିଂହାସନ ନ ଦେବା ଅର୍ଥ ହେଉଛି ତୁ ହେଉଛୁ ସାନ ରାଣୀର ପୁଅ ଆଉ ରାଜା ମିତ୍ର ଭାନୁ ହେଉଛି ବଡ଼ ରାଣୀର ପୁଅ ତେଣୁ ତୋତେ ନ ଦେଇ ସିଧା ସିଧା ପ୍ରମୋଦ ହସ୍ତରେ ରାଜ୍ୟ ଭାର ଟେକି ଦେଉଛି କଣ କହିଲ ମାମୁଁ ତୁ ଠିକ୍ ଶୁଣିଛୁ ମୋ ସାନ ରାଣୀର ପୁଅ ହଁ ଏ କଥା କଣ ସତ ମାମୁଁ ନିଶ୍ଚିନ୍ତ ଭାବରେ ସତରେ ଭଣଜା ତୁ ଯଦି ମୋ କଥାରେ ରାଜି ନ ହେବୁ ତାହେଲେ ମୁଁ କଣ କରିବି ରେ ଭଣଜା ମୁଁ କଣ କରିବି ତୁ 4 ବର୍ଷର ଥିଲୁ ସେ ସମୟରୁ ତୋତେ ପାଳି ପୋଷିକି ବଡ଼ କରିଛି ଆଉ ସଦା ସର୍ବଦା
তোর মঙ্গল হি চাইছি রে ভଣଜା যদি তুম কথারে রাজি ন হেব তাহলে আজি ঠারু মামু ভଣଜାର সম্পর্ক ছিঁটি যাও রে ভଣଜା ছিঁটি যাও মু যাଉଛି রে ভଣଜା যেতে বুঝাইলে মধ্য তু কিচ্ছি বুঝিলুনি ରହିଯାଅ ମାମୁଁ। କଣ କହିଲ ମାମୁଁ ଆପଣ? ମୁଁ ହଉଛି ସାନ ରାଣୀର ପୁଅ। ଏଥର ଠିକ ବୁଝିଛି ମାମୁଁ। ଏବେ ତୁ ମୋ କଥାରେ ରାଜି ଅଛୁ ତ ଭଣଜା? ହଁ ମାମୁଁ ଏଥର ଠିକ ବୁଝିଛି। ମୁଁ ହଉଛି ସାନ ରାଣୀର ପୁଅ। ସେଥିପାଇଁ ରାଜା ମତେ ରାଜ ସିଂହାସନଟା ଦଉନି। ସେ ରାଜକୁମାର ପ୍ରମୋଦକୁ ରାଜ ସିଂହାସନ ଦେଇ ଦଉଛି। ଆଉ ମୁଁ ଆପଣଙ୍କ କଥାରେ ସମ୍ପୂର୍ଣ୍ଣ ଭାବରେ ରାଜି ଅଛି ମାମୁଁ। ଧନ୍ୟବାଦ ରେ ଭଣଜା।